କିନ୍ତୁ ସେ ସଂସ୍ଥା ଆମ ଅଣ୍ଡରରେ ନାହିଁ, ତେଣୁ ଆମେ କିଛି କରିପାରିବୁ ନାହିଁ। ଆକ୍ଚୁଆଲି 108 ସଂସ୍ଥା ଆମର ନୁହେଁ, ଆମ କଣ୍ଟ୍ରୋଲରେ ସେ ନାହାନ୍ତି। ତାଙ୍କର ଗୋଟେ ପିପିପି ମୋଡରେ ସରକାରଙ୍କ ସହିତ ସେ ଚାଲିଛି, ତାଙ୍କର ଅଲଗା ଏଜେନ୍ସି ସେମାନେ ତାଙ୍କ କଣ୍ଟ୍ରୋଲରେ ଅଛନ୍ତି। ତେଣୁ ଆମେ ଏଇ ବାବଦରେ ତ ତାଙ୍କୁ କିଛି କହିପାରିବୁ ନାହିଁ। ଇଏ କରି ଆପଣ ଯଦି ଆମର ସେ 108ର ଯିଏ ମ୍ୟାନେଜର ଅଛନ୍ତି ଏଇଠି ମାଲକାନଗିରିର, ତାଙ୍କ ସାଙ୍ଗରେ କଣ୍ଟାକ୍ଟ କଲେ ସେମାନେ କହିପାରିବେ ଯେ କାହିଁକି ସେମାନେ ଏମିତି କରୁଛନ୍ତି। ଆକ୍ଚୁଆଲି ସେମାନେ କରିବା କଥା ନୁହେଁ, ସେଇଭଳିଆ ଏଇଭଳି କରିବା କଥା ନୁହେଁ, ପେସେଣ୍ଟକୁ କହିବା କଥା ନୁହେଁ, এটা ଭୁଲ ତାଙ୍କର। କିନ୍ତୁ ସେ ସଂସ୍ଥା ଆମ ଅଣ୍ଡରରେ ନାହିଁ, ତେଣୁ ଆମେ କିଛି କରିପାରିବୁ ନାହିଁ ସେ ବାବଦରେ। ଆପଣ ଯଦି 108ର ମ୍ୟାନେଜରଙ୍କ ସାଙ୍ଗରେ କଥାବାର୍ତ୍ତା କରନ୍ତି, ସେମାନେ ତାର ଉତ୍ତର ଦେଇପାରିବେ। ଏମିତି ଯୋଉ ପେସେଣ୍ଟକୁ ଧୁଆଇବେ ସେଟା କେତେ ଦୂର ଠିକ? ସେଇ ତ କଥା ମୁଁ କହିଲି, ପେସେଣ୍ଟକୁ ଧୁଆଇବାଟା ଠିକ ନୁହେଁ, କିନ୍ତୁ ସେ ଆମ ଅଣ୍ଡରରେ ଯେହେତୁ ନୁହେଁ ଆମେ ତାକୁ କିଛି କହିପାରିବୁ ନାହିଁ। ତେଣୁ ସେଇଟା ଆପଣ ମାନେ ତାଙ୍କୁ ପଚାରିଲେ ସେ କହିବେ କାହିଁ ସେମାନେ ଧଉଛନ୍ତି, ତାଙ୍କର କଣ ଅଛି, କେମିତି ସେମାନେ ଧୋଇବେ, ଯଦି ପେସେଣ୍ଟ ବାନ୍ତି କଲା, ଯଦି ରକ୍ତ ଲାଗିଲା, ଇଏ ହେଲା, କେମିତି ସଫା କରିବେ, ସେଟା ତାଙ୍କର ଯାଉଛି ତାଙ୍କ ଇଏରେ। ତାଙ୍କର ଲୋକ ଥିବେ ସଫା କରିବା ପାଇଁ, ଇଏ କରିବା ପାଇଁ। ତେଣୁ ସେଟା ସେମାନେ କାହିଁକି କହିଛନ୍ତି ମୁଁ ତ ଜାଣିନାହିଁ, ଆପଣଙ୍କ ଠାରୁ ଶୁଣୁଛି ଏବେ ଏଇକରି। ସେଟା ଏଇଟା ଯୋଉଟା କହୁଛନ୍ତି ସେଟା ଠିକ ଆକ୍ଚୁଆଲି ନୁହେଁ, ପେସେଣ୍ଟକୁ କହିବା କଥା ନୁହେଁ, ତାଙ୍କର ଅଲଗା ଇଏ ଥିବ ଧୋଇବାକୁ। ତେଣୁ ତାଙ୍କୁ ଯଦି ଆପଣ ପଚାରିବେ ସେମାନେ ସଠିକ ଉତ୍ତର ଆପଣଙ୍କୁ ଦେଇପାରିବେ। ନାଇଁ, ମେଡିକାଲ ଆମେ କରିପାରିବୁ ନାହିଁ, କେମିତି କରିବୁ? ଆମେ ତାଙ୍କୁ କହିଦେଇପାରିବୁ, ଫୋନ କରି କହିପାରିବୁ ଏମିତି ଆପଣ କାହିଁକି କରୁଛନ୍ତି ବୋଲି ଇଏ କରି। କିନ୍ତୁ ଆପଣ ଯଦି ତାଙ୍କଠୁ ପୁରା ଡାଇରେକ୍ଟ ଯାଇକି କଥାବାର୍ତ୍ତା କରନ୍ତେ ତାଙ୍କ ସହିତ, ସେମାନଙ୍କର କଣ ମାନେ ଇଏ ଅଛି, ସେମାନେ କୋଉଥିରେ ଆକ୍ଚୁଆଲି ଯଦି ବାନ୍ତି କଲା କି ଯୋଉଠି ଝାଡା କଲା କି କଣ ହେଲା, ତାକୁ କେମିତି ସେମାନେ ସଫା କରିବେ, ସେଟା ସମ୍ପୂର୍ଣ୍ଣ ଉତ୍ତର ସେମାନେ ଦେଇପାରିବେ ଆପଣଙ୍କୁ।